ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତରେ ଆସନ୍ତା 30 ତାରିଖରେ ଦୀଘାରେ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ପୁରୀ ରୀତିନୀତି ଅନୁସାରେ ପ୍ରତିଷ୍ଠା କରାଯିବ। ମାତ୍ର ମହାପ୍ରଭୁଙ୍କୁ ପ୍ରତିଷ୍ଠା ପୂର୍ବରୁ ଆଜି ରବିବାର ଅପରାହ୍ନରେ ଦୀଘାର ମହାନ୍ତି ଘାଟ ନିକଟରେ ସମୁଦ୍ରରେ ପ୍ରଭୁ ଜଗନ୍ନାଥଙ୍କ ଏକ କାଠ ପ୍ରତିମା ଭାସୁଥିବା ଦେଖିବାକୁ ମିଳିଥିଲା, ଯାହା ଚାରିପାଖରେ ବେଳାଭୂମି ସହର ଦୀଘା ସମୃଦ୍ଧ। ସେହି ମହାନ୍ତି ଘାଟରେ ଏକ ନୂତନ ଘାଟ ନିର୍ମାଣ ପାଇଁ କାମ ଚାଲିଥିଲା। ଯେତେବେଳେ ମେକାନିକମାନେ ପ୍ରତିମାଟିକୁ ଦେଖିଥିଲେ, ସେମାନେ ତାହାକୁ ଉଠାଇ କୂଳକୁ ଆଣିଥିଲେ। ଖବର ପ୍ରସାରିତ ହେବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ଠାକୁରଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଜଗନ୍ନାଥ ମନ୍ଦିର ଏପ୍ରିଲ 30 ଅକ୍ଷୟ ତୃତୀୟା ଦିନ ଉଦ୍ଘାଟନ ହେବ।